ଏହି ଦେଶରେ ବିନା ପୋଷାକରେ ବୁଲିବା ବହୁତ ସାଧାରଣ ଏବଂ ଏହା ଏହି ଦେଶର ଅନେକ ସାଂସ୍କୃତିକ ପରମ୍ପରା ସହିତ ମେଳ ଖାଏ। ଏହି ଦେଶରେ ଜନସଂଖ୍ୟା ବହୁତ କମ୍ ଏବଂ ଯେଉଁ ଲୋକମାନେ ଅଛନ୍ତି ସେମାନଙ୍କ ମଧ୍ୟରେ ଅଧିକାଂଶ ମହିଳା। କିନ୍ତୁ ଏଠାରେ ସବୁକିଛି ଆଇନଗତ ଭାବରେ ହିଁ ଚାଲେ। ମହିଳାମାନେ ସେମାନଙ୍କୁ ଆବଶ୍ୟକ ଯେକୌଣସି ସେବା ଘରକୁ ଡାକି ଆଣନ୍ତି କୌଣସି ଅସୁବିଧା ବିନା। ଏହି ଦେଶ ଅତ୍ୟନ୍ତ ସୁନ୍ଦର, ତେଣୁ ଏଠାକୁ ପର୍ଯ୍ୟଟକମାନେ ବହୁତ ଆସନ୍ତି। ଆମେ ଏଯାଏ ଯେଉଁ ଦେଶ ବିଷୟରେ କଥା ହେଉଛୁ ତାହାର ନାମ ନ୍ୟୁଜିଲାଣ୍ଡ। ଏହି ଦେଶରେ ଥିବା ଆଶ୍ଚର୍ଯ୍ୟଜନକ ବିଷୟ, ଅଜଣା କଥା ଓ ବିଶେଷତା ବିଷୟରେ ଏବେ ଜାଣିବା। ବନ୍ଧୁମାନେ, ଏହି ଭିଡିଓ ବହୁତ ରୋଚକ ହେବ। ଭିଡିଓଟି ପୁରା ଦେଖନ୍ତୁ। ଭିଡିଓ ଦେଖିବା ଆଗରୁ ଗୋଟିଏ ଲାଇକ୍ କରନ୍ତୁ। ଆମ ଚ୍ୟାନେଲକୁ ଆପଣଙ୍କର ସମର୍ଥନ ଦିଅନ୍ତୁ ବୋଲି ମୋର ଏକ ଛୋଟ ଅନୁରୋଧ। ଏବେ ଭିଡିଓକୁ ଆସନ୍ତୁ। ନ୍ୟୁଜିଲାଣ୍ଡ ଏକ ସମୁଦ୍ର ଘେରା ଦେଶ। ଏତିକି ନୁହେଁ, ଏହି ଦେଶରେ ଅନେକ ଦ୍ୱୀପ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବହୁତ ଜନପ୍ରିୟ। କିନ୍ତୁ ଦକ୍ଷିଣ ପୂର୍ବ ସମୁଦ୍ର ସୀମାରେ ନ୍ୟୁଜିଲାଣ୍ଡ ଅବସ୍ଥିତ। ତେଣୁ ଏଠାରେ ରହୁଥିବା ଲୋକମାନେ ଅଧିକାଂଶ ଦ୍ୱୀପ ପାଖରେ ରହିବାକୁ ପସନ୍ଦ କରନ୍ତି। ଏହି ଦେଶରେ ଅନେକ ଦ୍ୱୀପ ଥାଇ ମଧ୍ୟ ଅଧିକାଂଶ ଲୋକ ଉତ୍ତର ଓ ଦକ୍ଷିଣ ଦ୍ୱୀପରେ ରହନ୍ତି। କିନ୍ତୁ ନ୍ୟୁଜିଲାଣ୍ଡ ଦେଶ 400 ବର୍ଷ ପୂର୍ବେ ଗଠିତ ହୋଇଥିଲା। ଏହି ଦେଶରେ ମାଓରି ଆଦିବାସୀ ଅଧିକ ଦେଖାଯାନ୍ତି। ଏମାନେ ପ୍ରାୟ 1200 ବର୍ଷରୁ ଏହି ଦେଶରେ ରହୁଛନ୍ତି। ଆଗକୁ ଆସୁଥିବା ସମୟରେ ଏହି ଆଦିବାସୀ ଜନସଂଖ୍ୟା ନ୍ୟୁଜିଲାଣ୍ଡରେ ବଢୁଛି। ଏହି ଦେଶରେ ଆଉ ଏକ ବିଶେଷତା ହେଲା ଏହି ଦେଶର ସମୁଦ୍ରରେ 118 କିଲୋମିଟରରୁ ଅଧିକ ଭିତରକୁ ଯିବା ଉଚିତ ନୁହେଁ। ତାଠାରୁ ଅଧିକ ଭିତରକୁ ଗଲେ ମହାସାଗର ଦେଖାଯିବ। ତାହା ମଧ୍ୟକୁ ଯାଇଥିବା ଲୋକଙ୍କ ମଧ୍ୟରୁ ଜୀବିତ ଫେରି ଆସିଥିବା ଲୋକ ବହୁତ କମ୍। ତେଣୁ ତାଠାରୁ ଅଧିକ ଭିତରକୁ ନ ଯିବାକୁ ଏଠାକାର ସରକାର ସ୍ପଷ୍ଟ ଭାବେ କହିଛନ୍ତି। ସାଧାରଣତଃ ହ୍ରଦଗୁଡ଼ିକ ନୀଳ ରଙ୍ଗରେ ଅଧିକ ଦେଖାଯାଏ। କିନ୍ତୁ ନ୍ୟୁଜିଲାଣ୍ଡରେ ଗୋଟିଏ ହ୍ରଦ ସବୁଜ ରଙ୍ଗରେ ଅଛି। ସବୁଜ ହ୍ରଦ କେମିତି ହେବ ବୋଲି ଆପଣଙ୍କୁ ସନ୍ଦେହ ହୋଇପାରେ। ହଁ, ଏହି ସବୁଜ ହ୍ରଦକୁ ଡେଭିଲ୍ସ ବାଥ୍ ବୋଲି କୁହାଯାଏ। ଏହି ନ୍ୟୁଜିଲାଣ୍ଡ ଦେଶରେ ଓଟାଗୋ ନାମକ ଏକ ଅଞ୍ଚଳ ଅଛି। ଏହି ଅଞ୍ଚଳରେ ଥିବା ଏକ ବାଡ଼ିରେ ମହିଳାମାନେ ସେମାନଙ୍କର ଅନ୍ତବସ୍ତ୍ର ବାନ୍ଧି ଫଟୋ ଉଠାନ୍ତି। ନ୍ୟୁଜିଲାଣ୍ଡର ଲୋକଙ୍କୁ କିୱି ବୋଲି ଡାକନ୍ତି। କିୱି ହେଉଛି ନ୍ୟୁଜିଲାଣ୍ଡର ଜାତୀୟ ପକ୍ଷୀ। ଏହି ପକ୍ଷୀ ଦେଖିବାକୁ ବହୁତ ସୁନ୍ଦର। ଏହା ଉଡ଼ିପାରେ ନାହିଁ। ଆଶ୍ଚର୍ଯ୍ୟଜନକ କଥା ହେଲା, ମଣିଷ ଆସିବା ଆଗରୁ ନ୍ୟୁଜିଲାଣ୍ଡରେ ସିଂହ, ବାଘ, ଚିତାବାଘ ଭଳି ଜନ୍ତୁ ନଥିଲେ। ତେଣୁ ପକ୍ଷୀମାନେ ହିଁ ଏହି ଭୂଖଣ୍ଡରେ ରାଜା ଭଳି ଥିଲେ। ଏହି ଦେଶରେ ବହୁତ କମ୍ ଜନସଂଖ୍ୟା ଅଛି। 2024ର ଜନସଂଖ୍ୟା ଗଣନା ଅନୁଯାୟୀ ଏଠାରେ ମାତ୍ର 50,40,000 ଲୋକ ରହୁଛନ୍ତି। ଏଥିରୁ ମହିଳାଙ୍କ ଜନସଂଖ୍ୟା ହିଁ ଅଧିକ। ନ୍ୟୁଜିଲାଣ୍ଡ ପ୍ରଥମେ 2,68,000 କିଲୋମିଟର ବିସ୍ତୃତିରେ ଥିଲା। ଏହି ଦେଶର ମୁଦ୍ରାକୁ ନ୍ୟୁଜିଲାଣ୍ଡ ଡଲାର ବୋଲି କୁହାଯାଏ। ଗୋଟିଏ ନ୍ୟୁଜିଲାଣ୍ଡ ଡଲାର ଆମ ଭାରତୀୟ ମୁଦ୍ରାରେ 52 ଟଙ୍କା ସହ ସମାନ। ଏହି ଦେଶରେ ମଣିଷଙ୍କ ତୁଳନାରେ ଅଧିକ ମେଣ୍ଢା ଦେଖାଯାଏ। ଏହି ମେଣ୍ଢାମାନେ ବହୁତ ସୁନ୍ଦର ସ୍ଥାନରେ ବିଭିନ୍ନ ରୂପରେ ଦେଖାଯାନ୍ତି। ନ୍ୟୁଜିଲାଣ୍ଡରେ ବହୁତ ସୁନ୍ଦର ମେଣ୍ଢା ଜାତି ଅଛି। ଏମାନେ ଅତ୍ୟନ୍ତ ସୁନ୍ଦର ପ୍ରାକୃତିକ ସ୍ଥାନରେ ଆମକୁ ଦେଖାଯାନ୍ତି। ଏହି ଦୃଶ୍ୟଗୁଡ଼ିକ ବହୁତ ସୁନ୍ଦର ଲାଗେ। ନ୍ୟୁଜିଲାଣ୍ଡ ଦେଶର ରାଜଧାନୀ ୱେଲିଂଟନ ବହୁତ ସୁନ୍ଦର। ସମଗ୍ର ନ୍ୟୁଜିଲାଣ୍ଡ ଦେଶର ଜନସଂଖ୍ୟାର ଅଧିକାଂଶ ଏହି ୱେଲିଂଟନରେ ହିଁ ରହୁଛନ୍ତି। କିନ୍ତୁ ଦକ୍ଷିଣ ଦ୍ୱୀପ ତାର କଠିନ ଭୂଖଣ୍ଡ ଓ ମେଣ୍ଢା ପାଳନର ଉତ୍କୃଷ୍ଟ ଇତିହାସ ପାଇଁ, ବିଶେଷ କରି ମାକେଞ୍ଜି ବେସିନରେ ଗୁରୁତ୍ୱପୂର୍ଣ୍ଣ। ନ୍ୟୁଜିଲାଣ୍ଡରେ ଏକ ସୁନ୍ଦର ସହର ଅଛି। ତାହାର ନାମ ଅକଲାଣ୍ଡ। ଏହି ସହରରେ ମହିଳାମାନେ ମହିଳାଙ୍କୁ ଓ ପୁରୁଷମାନେ ପୁରୁଷଙ୍କୁ ବିବାହ କରିପାରନ୍ତି। ଏଥିପାଇଁ ଏଠାରେ ଏକ ଆଇନ ମଧ୍ୟ ଅଛି। ଏହି ଦେଶରେ ପୁଅଙ୍କୁ 16 ବର୍ଷ ଓ ଝିଅଙ୍କୁ 14 ବର୍ଷ ହେଲେ ବିବାହ କରିପାରନ୍ତି। ଏହି ନ୍ୟୁଜିଲାଣ୍ଡ ଦେଶ କେତେ ସୁନ୍ଦର ବୋଲି କହିଲେ
प्राय 1600 कोटी टंका न्यूजीलैंड सरकारंकु केवल पर्यटनरू ही आसे बोली कहिले। एठारे पर्यटन केते गुरुत्वपूर्ण ताहा आमे देखिपारू। एही देशरे 3 प्रकारर भाषा कुहा जाए। प्रथमटी इंग्राजी, द्वितीयटी माओरी, तृतीयटी न्यूजीलैंड सांकेतिक भाषा। डेनमार्क देश परे न्यूजीलैंड देशर लोकंकु सच्चोत लोक बोली कुहा जाए। एठाकार लोकमाने सच्चोत भावे काम करंती। एहा व्यतीत एही देशरे 18 वर्ष परे ही गाड़ी चलाइबाकू अनुमति अछि, किंतु 15 वर्षरे ही एही देशरे ड्राइविंग लाइसेंस पाई पारिबे। एही देशरे आपण जेते चेष्टा कले मध्य गोटिए साप देखि पारिबे नाही, कारण एठाकार भूमि ओ परिवेश सापंक पाई बास करिबाकू उपयुक्त नुहे। न्यूजीलैंडरे आर्नेस्तो रदरफोर्ड नामक जणे वैज्ञानिकंकु परमाणु गवेषणारे नोबेल शांति पुरस्कार मिलिछि। एठारे थिबा किछि गछ बहुत पुरातन आमे देखिपारू, किंतु एही गछगुड़िक प्राय 1000 वर्ष पुरुणा। प्रत्येक देशरे गोटिए मात्र जातीय संगीत थाए, किंतु एही न्यूजीलैंड देशरे 2टी जातीय संगीत अछि। गोटिए जातीय संगीतर नाम गॉड सेव द किंग, द्वितीयटी गॉड डिफेंड न्यूजीलैंड। किछि अध्ययन अनुजाई न्यूजीलैंड प्राय 1400 वर्षरु रहिबा ओ परिवेश पाई सुरक्षित अछि बोली कुहा जाए। एठाकार लोकमाने अधिकांश चालिबाकू पसंद करंती, जेउठाकू गले मध्य चाली जिबाकू प्रथम पसंद दियंती। एठाकार ह्रदगुड़िक नील रंगरे स्छ देखा जाए। प्राय 70 मीटर गभीर पर्यंत एही ह्रदगुड़िक अछि। एही देशरे ईस्टर गुड़ खराइगे पर्वगुड़िकू बहुत धूमधामरे पालन करा जाए। एही देशकू आसिबाकू चाहुथिबा लोकंक पाई एही सूचना बहुत उपयोगी हेबो। एही देशकू आसिबा पाई भिसा पाइबा बहुत कष्ट। एही देशरे आगरू यूरोपरू आसिथिबा लोकमाने अछंती। एही देशरे ब्रिटिश प्रभाव बहुत अछि, तेणु एही देशरे एलिजाबेथ राणींकू एही देशर राणी भावे अधिकांश लोक मने करंती। एठाकार लोकमाने संध्या 6 ରୁ 7 मध्यरे सेमानंकर रात्रि भोजन शेष करंती, शीघ्र सोई जांती मध्य। एठाकार लोकमाने उत्तम चाकिरी करंती। एही देशर जणे व्यक्तिंकर आय $50,400। अनेक देश सहित तुलना कले न्यूजीलैंडर जणे व्यक्तिंकर आय बहुत अधिक। आउ एक मजादार कथा हेला, ऑस्ट्रेलियार जणे व्यक्ति टीवी रे न्यूजीलैंड देशकू बिक्री करुथिबा भली एक विज्ञापन प्रकाश करिथिले, परे ताहाकू डिलीट करि देइथिले। एही न्यूजीलैंड रे रग्बी खेल बहुत प्रसिद्ध। क्रिकेट मध्य एठारे बहुत प्रसिद्ध। क्रिकेट रे बहुत उत्कृष्ट प्रदर्शन दियंती, किंतु एक रोचक कथा हेला, एही देशरे आपण गोटिए मात्र प्रकारर पानी ही पियंती, अर्थात नल पानी ही पीबाकू हुए। आम भारत भली मिनेराल ओतर एठारे नाही। प्रथम थर पाई एही न्यूजीलैंड देशकू जाउथिले। जेकोनसी होटेल रूमरे थाई पानी पाई रिसेप्शन को फोन कले बाथरूम रे थिबा पानी पी पारिबे बोली सेमाने कहिबे। ताहा सुनी आपण निश्चित आश्चर्य हेबे, कारण एठारे आसुथिबा पानी गोटिए प्रकारर। सेही पानी ही आपणंक बाथरूम को आसे। सेही पानी बाहारे रेस्टोरेंट रे मध्य मिले। आउ एक रोचक कथा हेला, एही न्यूजीलैंड रे आपण जेकोनसी सुपर मार्केट को गले कोनोसी जिनिस उपरे एमआरपी मूल्य देखिबे नाही। एमआरपी नाही केमिति बोली आपण भाबी पारंती। हाँ, सेही जिनिसर तळे राक उपरे सेही जिनिसर समस्त टिकस मिसाई मूल्य चिपकाई रखा जाई थाए। एहा द्वारा सेही जिनिस पाई आमे मोत केते देबु ताहा आमकु स्पष्ट जणा पड़े। आउ एक कथा हेला, साधारणतः आम भारत रे जेकोनसी रेस्टोरेंट को गले खाद्य खाई सारिबा परे सेमाने आम पाखकू एक पुस्तक रे बिल आनी दियंती, किंतु न्यूजीलैंड रे एमिति नुहे। आमे खाद्य खाई सारिबा परे आमे निजे काउंटर को जाई आमे कौन खाइलु कही बिल देबाकू हुए। बहुत रोचक ना। एही देशरे
ଅବସର ନେବା ବୟସ 65 ବର୍ଷ। ସରକାରୀ କୌଣସି ଲାଭ 65 ବର୍ଷ ଅତିକ୍ରମ କରିଥିବା ଲୋକଙ୍କ ପାଇଁ ହିଁ। 65 ବର୍ଷ ଅତିକ୍ରମ କରିଥିବା ଲୋକମାନେ ଏଠାରେ ବିଭିନ୍ନ କ୍ଷେତ୍ରରେ ସ୍ୱେଚ୍ଛାସେବୀ ଭାବେ କାମ କରନ୍ତି। ଏହି ନ୍ୟୁଜିଲାଣ୍ଡରେ ପ୍ରସିଦ୍ଧ ବିଷୟଗୁଡ଼ିକ ହେଲା ବେ ଅଫ୍ ଆଇଲ୍ୟାଣ୍ଡସ୍। ବେ ଅଫ୍ ଆଇଲ୍ୟାଣ୍ଡସ୍ ନ୍ୟୁଜିଲାଣ୍ଡର ପର୍ଯ୍ୟଟନ ସ୍ଥାନମାନଙ୍କ ମଧ୍ୟରୁ ଗୋଟିଏ। ଏହା ଦେଖିବାକୁ ବହୁତ ସୁନ୍ଦର ପ୍ରକୃତିର ମଝିରେ। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଏହି ଦ୍ୱୀପରେ ଡଙ୍ଗା ଯାତ୍ରା କରିପାରନ୍ତି। ଏହା ପେଙ୍ଗୁଇନ, ତିମିଙ୍ଗଳ ଓ ଡଲଫିନ ସମେତ ଅନେକ ପ୍ରକାରର ଜନ୍ତୁଙ୍କ ପାଇଁ ଆଶ୍ରୟସ୍ଥଳ। ଏହା ପରିବାର ଛୁଟି ପାଇଁ ବହୁତ ଉପଯୁକ୍ତ ସ୍ଥାନ ବୋଲି କୁହାଯାଇପାରେ। ଏହି ଦ୍ୱୀପ ନ୍ୟୁଜିଲାଣ୍ଡର ପର୍ଯ୍ୟଟନ ସ୍ଥାନମାନଙ୍କ ମଧ୍ୟରେ ଶୀର୍ଷରେ ଅଛି। ନ୍ୟୁଜିଲାଣ୍ଡରେ ଅକଲାଣ୍ଡ ସହର ଏହି ଦେଶରେ ସବୁଠାରୁ ବଡ଼, ଅନ୍ତର୍ଜାତୀୟ ସ୍ତରରେ ସବୁଠାରୁ ବିବିଧତାଯୁକ୍ତ। ଏହି ସହର ଅଗ୍ନିପର୍ବତ ପ୍ରାକୃତିକ ଦୃଶ୍ୟ ଉପରେ ନିର୍ମିତ। ଏହାର ଚାରିପାଖରେ ଢାଇତମାଟା ଓ ମାନୁକାଉ ବନ୍ଦର ଅଛି। ତେଣୁ ଏହାକୁ ସିଟି ଅଫ୍ ସେଲସ୍ ବୋଲି ମଧ୍ୟ ନାମ ଦିଆଯାଇଛି। ବିଶ୍ୱବ୍ୟାପୀ ଅନେକ ଡଙ୍ଗା ଯାତ୍ରା ପ୍ରେମୀଙ୍କୁ ଆକର୍ଷିତ କରୁଥିବା ନ୍ୟୁଜିଲାଣ୍ଡର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥାନମାନଙ୍କ ମଧ୍ୟରେ ଅକଲାଣ୍ଡ ମଧ୍ୟ ଗୋଟିଏ। ଏହି ସହରର ଚାରିପାଖରେ ସୁନ୍ଦର ଦ୍ୱୀପ, ଘନ ବର୍ଷାବନ ଓ ଅଗ୍ନିପର୍ବତ ଅଛି। ଏହା ବ୍ୟତୀତ ଏହା ଅଦ୍ଭୁତ ସୁନାଲି ଓ କଳା ବେଳାଭୂମି ରହିଛି। ଏହା ବେଳାଭୂମି ପ୍ରେମୀଙ୍କ ପାଇଁ ସ୍ୱର୍ଗ। ସାଂସ୍କୃତିକ ପ୍ରେମୀଙ୍କ ପାଇଁ ଅକଲାଣ୍ଡ ଅଦ୍ଭୁତ କଳା ଗ୍ୟାଲେରୀ ଓ ଅନ୍ତର୍ଜାତୀୟ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଦାନ କରେ। ଏହା ବ୍ୟତୀତ ସାହସିକ ପ୍ରେମୀଙ୍କ ପାଇଁ ଅକଲାଣ୍ଡରେ ଥିବା ସର୍ବୋଚ୍ଚ ନିର୍ମାଣ ଅକଲାଣ୍ଡ ସ୍କାଇ ତାର ବଞ୍ଜି ଜମ୍ପିଙ୍ଗ ପାଇଁ ବହୁତ ପ୍ରସିଦ୍ଧ। ଏହା ବ୍ୟତୀତ କେହି ଏହି ସ୍କାଇ ତାର ଉପରକୁ ଚଢ଼ି ଅକଲାଣ୍ଡ ସହରର ଅଦ୍ଭୁତ ଦୃଶ୍ୟ ଦେଖିପାରନ୍ତି। ନ୍ୟୁଜିଲାଣ୍ଡ ନିବାସୀ ବା କିୱିମାନେ ସେମାନଙ୍କର ଜାତୀୟ ଖେଳ ରଗବୀ ଖେଳିବାକୁ ବହୁତ ପସନ୍ଦ କରନ୍ତି। ନ୍ୟୁଜିଲାଣ୍ଡ ମାଓରି ପରମ୍ପରା ଓ ସଂସ୍କୃତି ପାଇଁ ପ୍ରସିଦ୍ଧ। ମାଓରିମାନେ 14ଶହ ଶତାବ୍ଦୀର ନ୍ୟୁଜିଲାଣ୍ଡର ଆଦିବାସୀ। ନ୍ୟୁଜିଲାଣ୍ଡର ସାଂସ୍କୃତିକ ପରମ୍ପରାକୁ ଉତ୍ତମ ଭାବେ ଅନୁସନ୍ଧାନ କରିବା ଓ ବୁଝିବା ପାଇଁ ଆପଣ ମାଓରିମାନଙ୍କୁ ଭେଟିପାରନ୍ତି, ସେମାନଙ୍କ ସହ କଥା ହୋଇପାରନ୍ତି ଏବଂ ସେମାନଙ୍କର ଟାଟୁ ବିଷୟରେ ମଧ୍ୟ ଜାଣିପାରନ୍ତି। ସେମାନଙ୍କର ଟାଟୁ, ସେମାନଙ୍କର ପରମ୍ପରା ଓ ସଂସ୍କୃତି ବିଷୟରେ ଆମେ ଜାଣିପାରୁ। ଏହା ବ୍ୟତୀତ ମାଓରିମାନେ ସେମାନଙ୍କର ଇତିହାସ, ଭାଷା, ଆଚାର ଓ ଖାଦ୍ୟ ବିଷୟରେ ଗର୍ବ ସହିତ କହନ୍ତି। ଆପଣଙ୍କୁ ଏକ ଭଲ ଅନୁଭବ ଦରକାର ହେଲେ ଆପଣଙ୍କ ଯାତ୍ରାରେ ମାଓରି ଗାଁକୁ ସାମିଲ କଲେ ଆପଣଙ୍କୁ ଭଲ ଅନୁଭବ ମିଳିବ। ବନ୍ଧୁମାନେ, ନ୍ୟୁଜିଲାଣ୍ଡ ବିଷୟରେ ଜାଣିଲ ତ? ଏହି ଭିଡିଓକୁ ଗୋଟିଏ ଲାଇକ୍ କରନ୍ତୁ। ଆମ ଚ୍ୟାନେଲକୁ ଆପଣଙ୍କର ସମର୍ଥନ ଦିଅନ୍ତୁ ବୋଲି ମୁଁ ଆଶା କରୁଛି। ଏବେ ଆପଣଙ୍କ ମଧ୍ୟରୁ କେହି ନ୍ୟୁଜିଲାଣ୍ଡକୁ ଗଲେ ତଳେ କମେଣ୍ଟରେ କହନ୍ତୁ। ଦେଖିବା ପାଇଁ ଧନ୍ୟବାଦ। ଜୟ ହିନ୍ଦ।